ସାଙ୍ଗମାନେ ଆପଣମାନେ କେବେ ଭାବିଛନ୍ତି କି ଯଦି ଟ୍ରେନ୍ ଚାଲୁଥିବା ଅବସ୍ଥାରେ ଟ୍ରେନ୍କୁ ଚଲାଉଥିବା ଲୋକ ପାଇଲଟ କେବେ ଶୋଇଯାଆନ୍ତି ତ କ'ଣ ହେବ? ଆପଣମାନେ ସମସ୍ତେ କେବେ ନା କେବେ ଟ୍ରେନ୍ରେ ଯାତ୍ରା କରିଥିବେ। ଆଉ କେବେ ନା କେବେ ଏହି ପ୍ରଶ୍ନ ଆପଣମାନଙ୍କ ମନକୁ ନିଶ୍ଚିତ ଆସିଥିବ, ଯଦି ଲୋକ ପାଇଲଟ ଟ୍ରେନ୍ ଚାଲୁଥିବା ଅବସ୍ଥାରେ କୌଣସି କାରଣବଶତଃ ଶୋଇଯାଆନ୍ତି ବା ବେହୋସ ହୋଇଯାଆନ୍ତି, ତେବେ ସେହି କଣ୍ଡିସନରେ ଟ୍ରେନ୍ର କ'ଣ ହେବ? ସାଙ୍ଗମାନେ ଆପଣମାନେ ସମସ୍ତେ ଏକଥା ଜାଣିଥିବେ କି ଲୋକ ପାଇଲଟଙ୍କ ସହିତ ଜଣେ ଆସିଷ୍ଟାଣ୍ଟ ଲୋକ ପାଇଲଟ ମଧ୍ୟ ଥାନ୍ତି। ଯଦି କୌଣସି ବି କାରଣବଶତଃ ଲୋକ ପାଇଲଟ ଶୋଇଯାଆନ୍ତି ବା ବେହୋସ ହୋଇଯାଆନ୍ତି, ସେତେବେଳେ ଆସିଷ୍ଟାଣ୍ଟ ଲୋକ ପାଇଲଟ ତାଙ୍କୁ ଉଠାଇବାକୁ ଚେଷ୍ଟା କରନ୍ତି। ଯଦି ସେ ସେତେବେଳେ ନ ଉଠନ୍ତି, ତେବେ ସେତେବେଳେ ଆସିଷ୍ଟାଣ୍ଟ ଲୋକ ପାଇଲଟ ଟ୍ରେନ୍କୁ ନେକ୍ସଟ ଷ୍ଟେସନରେ ଆଣି ଅଟକାଇ ଦିଅନ୍ତି ଏବଂ ଏହିସବୁ ବିଷୟରେ ସେ ଷ୍ଟେସନ ମାଷ୍ଟରଙ୍କୁ ଜଣାନ୍ତି। ଆଉ ଷ୍ଟେସନ ମାଷ୍ଟର ଆଉ ଜଣେ ଲୋକ ପାଇଲଟର ବ୍ୟବସ୍ଥା କରନ୍ତି। ସାଙ୍ଗମାନେ ଏବେ ଆପଣମାନଙ୍କ ମନକୁ ଆଉ ଏକ ପ୍ରଶ୍ନ ଆସୁଥିବ, ଯଦି ସେହି ସମୟରେ ଲୋକ ପାଇଲଟ ଏବଂ ଆସିଷ୍ଟାଣ୍ଟ ଲୋକ ପାଇଲଟ ଦୁଇ ଜଣ ଶୋଇଯାଆନ୍ତି ବା କୌଣସି କାରଣରୁ ଦୁଇ ଜଣ ବେହୋସ ହୋଇଯାଆନ୍ତି, ତେବେ ସେହି କଣ୍ଡିସନରେ ସେହି ଟ୍ରେନ୍ର କ'ଣ ହେବ? କ'ଣ ଟ୍ରେନ୍ଟି ଆକ୍ସିଡେଣ୍ଟ ହୋଇଯିବ କି? କ'ଣ ଧନଜୀବନ ନଷ୍ଟ ହେବ କି? ସାଙ୍ଗମାନେ ଏଠାରେ ଆପଣଙ୍କ ଅବଗତି ନିମନ୍ତେ ଜଣାଇ ଦେଉଛି, ଏହି ସିଚୁଏସନ୍ ପାଇଁ ରେଲୱେ ପାଖରେ ଆଉ କିଛି ବ୍ୟବସ୍ଥା ମଧ୍ୟ ରହିଛି। ସେହି ବ୍ୟବସ୍ଥାଟି ହେଉଛି ଟ୍ରେନ୍ର ଇଞ୍ଜିନ୍ରେ ଭିଜିଲାନ୍ସ କଣ୍ଟ୍ରୋଲ ଡିଭାଇସ୍ ଲଗାଯାଇଥାଏ। ଏହି ଡିଭାଇସ୍ ଏହିସବୁ କଥାର ଧ୍ୟାନ ରଖିଥାଏ କି ଯଦି ଟ୍ରେନ୍ ଗୋଟିଏ ମିନିଟ୍ ଭିତରେ ସ୍ପିଡ୍ ନ ବଢ଼ାଇଲା ବା ସ୍ପିଡ୍ ନ କମାଇଲା, ଆଉ ବ୍ରେକ୍ ମଧ୍ୟ ନ ଲଗାଇଲା ଏବଂ ତା ସହିତ ହର୍ନ ମଧ୍ୟ ନ ବଜାଇଲା, ତ 17 ସେକେଣ୍ଡ ଭିତରେ ଗୋଟିଏ ଅଡ଼ିଓ ଭିଜୁଆଲ ଇଣ୍ଡକ୍ସନ୍ ଆସିଥାଏ। ଆଉ ସେତେବେଳେ ଟ୍ରେନ୍ର ଲୋକ ପାଇଲଟକୁ ଗୋଟିଏ ବଟନ୍ ଦବାଇ ସ୍ୱୀକାର କରିବାକୁ ହୋଇଥାଏ। ଏହା ତାଙ୍କୁ କନଫର୍ମ କରିବାକୁ ପଡ଼ିଥାଏ। ଯଦି ସେ ଏପରି ନ କରନ୍ତି ତ 17 ସେକେଣ୍ଡ ମଧ୍ୟରେ ଟ୍ରେନ୍ରେ ଅଟୋମେଟିକ୍ ବ୍ରେକ୍ ଲାଗିବା ଆରମ୍ଭ ହୋଇଯାଇଥାଏ ଆଉ 1 କିଲୋମିଟର ଭିତରେ ଟ୍ରେନ୍ ରହିଯାଇଥାଏ। ସାଙ୍ଗମାନେ ଟ୍ରେନ୍ରେ ଲାଗିଥିବା ଏହି ଡିଭାଇସ୍କୁ ଡେଡ୍ ମ୍ୟାନ୍ ହ୍ୟାଣ୍ଡେଲ୍ କୁହାଯାଏ। ଏହିପରି ଭାବେ ଇଣ୍ଡିଆନ ରେଲୱେ କୌଣସି ବି ଆସୁଥିବା ବଡ଼ ଧରଣର ଦୁର୍ଘଟଣାକୁ ରୋକିଥାଏ। ସାଙ୍ଗମାନେ ଏବେ ଆପଣମାନେ ମଧ୍ୟ ବୁଝିଗଲେ ଯଦି ଟ୍ରେନ୍ର ଲୋକ ପାଇଲଟ ଶୋଇଯାଆନ୍ତି ତ କ'ଣ ହେବ। ସାଙ୍ଗମାନେ ଏବେ ଆସନ୍ତୁ ଜାଣିବା ଇଣ୍ଡିଆନ ରେଲୱେ ବିଷୟରେ କିଛି ରୋଚକ ତଥ୍ୟ, ଯାହା ହୁଏତ ଆପଣମାନେ ଜାଣିନଥିବେ। ଭାରତରେ ରେଲୱେର ଇତିହାସ ପାଖାପାଖି 160 ବର୍ଷ ପୂର୍ବରୁ ସ୍ଥାପନା କରାଯାଇଥିଲା। ଭାରତରେ ପ୍ରଥମ ଟ୍ରେନ୍ ଏପ୍ରିଲ 16 ତାରିଖ 1853 ମସିହାରେ ଗଡ଼ିଥିଲା। ଦେଶରେ 1.2 ଲାଖ କିଲୋମିଟରରୁ ଅଧିକ ନେଟୱାର୍କ ସହିତ ଭାରତୀୟ ରେଲୱେ ଦୁନିଆର ଚତୁର୍ଥ ସବୁଠାରୁ ବଡ଼ ନେଟୱାର୍କ ଅଟେ। ଲର୍ଡ ଡାଲ ହାଉସେଙ୍କୁ ଇଣ୍ଡିଆନ ରେଲୱେର ଜନକ ରୂପରେ ଜଣାଯାଏ। ସାଙ୍ଗମାନେ ବଙ୍ଗଳା ରାଜ୍ୟର ହାଉଡ଼ା ରେଲୱେ ଷ୍ଟେସନ ଭାରତର ସବୁଠାରୁ ପୁରୁଣା ରେଲୱେ ଷ୍ଟେସନ ଅଟେ। ଏହାର ନିର୍ମାଣ 1852 ମସିହାରେ କରାଯାଇଥିଲା। ହାଉଡ଼ା ରେଲୱେ ଷ୍ଟେସନରେ 23ଟି ପ୍ଲାଟଫର୍ମ ରହିଛି, ଯେଉଁଠାରୁ ପ୍ରତିଦିନ 10 ଲକ୍ଷ ଯାତ୍ରୀ ଯାତ୍ରା କରିଥାନ୍ତି। ଏହି ହାଉଡ଼ା ରେଲୱେ ଷ୍ଟେସନ ଭାରତର ସବୁଠାରୁ ବଡ଼ ରେଲୱେ ଷ୍ଟେସନ ମଧ୍ୟ ଅଟେ। ସମ୍ପୂର୍ଣ୍ଣ ଭାରତରେ ପ୍ରତିଦିନ 13,000ରୁ ଅଧିକ ଯାତ୍ରୀବାହୀ ଟ୍ରେନ୍ ଏବଂ 8,000ରୁ ଅଧିକ ମାଲବାହୀ ଟ୍ରେନ୍ ଚାଲୁଅଛି। ସାଙ୍ଗମାନେ ଆପଣମାନେ ଜାଣି ଆଶ୍ଚର୍ଯ୍ୟ ହେବେ, ସିକିମ୍ ଗୋଟିଏ ମାତ୍ର ରାଜ୍ୟ ଯେଉଁଠି ଆଜି ଯାଏ ମଧ୍ୟ କୌଣସି ରେଲୱେ ଷ୍ଟେସନ ନାହିଁ। ସାଙ୍ଗମାନେ ଟ୍ରେନ୍ର ଏହିସବୁ ରୋଚକ ତଥ୍ୟ ଆପଣଙ୍କୁ ଜାଣିବା ପରେ ଭଲ ଲାଗିଥିବ ବୋଲି ଆଶା କରେ। ଯଦି ଭିଡ଼ିଓଟି ଟିକେ ବି ଇଣ୍ଟରେଷ୍ଟିଂ ଆଣ୍ଡ ଇନଫର୍ମେଟିଭ୍ ଲାଗିଥାଏ, ଭିଡ଼ିଓକୁ ଲାଇକ୍ କରି ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ଅନୁରୋଧ। ଆଜି ପାଇଁ ଏତିକି ସାଙ୍ଗମାନେ, ରହୁଛି। ନମସ୍କାର, ଜୟ ଜଗନ୍ନାଥ।